ପିଲାମାନେ ଲାଷ୍ଟ କ୍ଲାସ ରେ ମୁଁ ଡିସ୍କସନ କରିଥିଲି ପ୍ଲସ୍ ଟୁ ସେକେଣ୍ଡ ଇୟର ଇକୋନୋମିକ୍ସ ର ଫାର୍ଷ୍ଟ ଚେପ୍ଟର ଯୋଉଟା କି ତମର ଅଛି ଡେଫିନେସନ ସ୍କୋପ ଆଣ୍ଡ ସବଜେକ୍ଟ ମ୍ୟାଟର ଅଫ ଇକୋନୋମିକ୍ସ ବା ତମର ଯୋଉ ଅର୍ଥଶାସ୍ତ୍ର ସଂଜ୍ଞା ପରିସର ଓ ବିଷୟବସ୍ତୁ ସେଥିରେ ମୁଁ ଅର୍ଥଶାସ୍ତ୍ର ସଂକ୍ଷିପ୍ତ ପରିଚୟ ଦେବା ସହିତ ଅର୍ଥନୀତିର ଶବ୍ଦର ଉତ୍ପତ୍ତି ଏବଂ ତା ସହିତ ତମର ଆଡମ ସ୍ମିଥଙ୍କର ସମ୍ପଦର ସଂଜ୍ଞା ବା ୱେଲ୍ଥର ଡେଫିନେସନ ମୁଁ ଏଠାରେ ପ୍ରଦାନ କରିଥିଲି। ଆଜିର ଭିଡିଓରେ ଆଉ ଯୋଉ ବାକି ଚାରୋଟି ଅଛି ଡେଫିନେସନ ଯେପରିକି ତମର କଲ୍ୟାଣ ସଂଜ୍ଞା ୱେଲଫେୟାର ଡେଫିନେସନ ଯୋଉଟାକି ତମ ମାର୍ଶାଲଙ୍କ ଦ୍ୱାରା ପ୍ରଦତ୍ତ, ଦୁଷ୍ପ୍ରାପ୍ୟ ସଂଖ୍ୟା ରବିନ୍ସଙ୍କ ଦ୍ୱାରା ପ୍ରଦତ୍ତ ଏବଂ ଅଭିବୃଦ୍ଧି ମୁଖୀ ସଂଜ୍ଞା ବା ଗ୍ରୋଥ ଓରିଏଣ୍ଟେଡ ଡେଫିନେସନ ଯୋଉଟା କି ପଲ ସାମୁଏଲଙ୍କ ପ୍ରଦତ୍ତ ସଂଜ୍ଞା ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ଦେଖିବା କଣ ନା ଆଲଫ୍ରେଡ ମାର୍ଶାଲଙ୍କର ପ୍ରଦତ୍ତ ସଂଜ୍ଞା ଯୋଉଟା କି ତମର କଲ୍ୟାଣ ସଂଜ୍ଞା ନାମରେ ପରିଚିତ। କଲ୍ୟାଣ ସଂଜ୍ଞା ନାମରେ ପରିଚିତ ବା ଆମେ କହିପାରିବା ଏକୁ ୱେଲଫେୟାର ଡେଫିନେସନ। ସେ ଏଥିରେ କଣ କହିଛନ୍ତି? ସେ କହିଛନ୍ତି ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟାବଳୀକୁ ଅଧ୍ୟୟନ କରେ। କାରଣ ଅର୍ଥଶାସ୍ତ୍ର କଣ ନା ଆମ ଯୋଉ ପ୍ରତ୍ୟେକ ଦିନ ଦୈନନ୍ଦିନ ଯୋଉ ସାଧାରଣ ଜୀବନ ତାକୁ କଣ କରେ? ଅର୍ଥଶାସ୍ତ୍ର ଅଧ୍ୟୟନ କରେ। ଏବଂ ତା ସହିତ କଣ କହିଲେ? ୟା ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟର ସେଇ ଅଂଶକୁ ଅନୁଧ୍ୟାନ କରେ ଯାହା ମାନବ କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ବ୍ୟବହାର। ଏବଂ ସେ କୋଉ ପ୍ରକାର କାର୍ଯ୍ୟାବଳୀ ନା ସେ କହୁଛନ୍ତି କାର୍ଯ୍ୟର ସେଇ ଅଂଶ ଅନୁଧ୍ୟାନ କରେ ଯାହା ମାନବ ପାଇଁ କଲ୍ୟାଣ, ମାନବର ଯୋଉଟା କଲ୍ୟାଣ ହବ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ଏବଂ ବ୍ୟବହାର ସହିତ ଜଡିତ ବିଷୟ ଆଲୋଚନା କରେ କିଏ? ଅର୍ଥନୀତି। ମୁଁ ଆଉ ଥରେ କହିଦଉଛି, ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟାବଳୀକୁ ଅଧ୍ୟୟନ କରେ, ୟା ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟର ସେଇ ଅଂଶକୁ ଅନୁଧ୍ୟାନ କରେ ଯାହା ମାନବ କଲ୍ୟାଣ ପାଇଁ ଆବଶ୍ୟକ ଓ ଭୌତିକ ବସ୍ତୁର ପ୍ରାପ୍ତିର ବ୍ୟବହାର ସହ ଜଡିତ। ତାହେଲେ ମୋଟାମୋଟି ଉପରେ ଆଲଫ୍ରେଡ ମାର୍ଶାଲ ଦେଇଥିବା ଏଇ କଲ୍ୟାଣକାରୀ ସଂଜ୍ଞାରେ କଣ କରିଛି ନା ଦୁଇଟା ଜିନିଷ ଏଠି ଗୁରୁତ୍ୱ ଦେଇଛି। ଗୋଟେ ହେଲା ଭୌତିକ ବସ୍ତୁର ପ୍ରାପ୍ତି, ଅର୍ଥାତ୍ ଯୋଉ ବସ୍ତୁ ଗୁଡିକ ଭୌତିକ ପଦାର୍ଥ ଯେପରି ଆମେ କହିପାରିବା ଟଙ୍କା, ଭୂମି, କଳକାରଖାନା ଏଇ ସବୁ, ଏବଂ ସେ ପଦାର୍ଥ ଗୁଡିକ କଣ ହଉଥିବ ନା ମାନବର କଲ୍ୟାଣ ହଉଥିବ, ଅର୍ଥାତ୍ ମାନବର କଣ ହଉଥିବ ନା ମାନବ ସେଥିରେ କଣ ହଉଥିବ ଲାଭକୃତ ହଉଥିବ, ସେ ବିଷୟରେ କହିଛନ୍ତି। ଠିକ ଅଛି, ଏଇ ଯୋଉ ସଂଜ୍ଞାଟି ସେ କେଉଁଠାରେ ଉପସ୍ଥାପନ କରିଥିଲେ ନା ସେ ଗୋଟେ ବହି ଲେଖିଥିଲେ, ସେ ବହିଟା ନାଁ ହଉଛି ପ୍ରିନ୍ସିପଲ ଅଫ ଇକୋନୋମିକ୍ସ। ସେ ପ୍ରିନ୍ସିପଲ ଅଫ ଇକୋନୋମିକ୍ସ ରେ ଏହି ସଂଜ୍ଞାକୁ ଉପସ୍ଥାପନ କରିଥିଲେ। ତାପରେ ଆମେ ଦେଖିବା କଣ ନା ତାଙ୍କ ଦ୍ୱାରା ଯୋଉ ପ୍ରଦତ୍ତ ସଂଜ୍ଞାଟି ତାହା କିପରି ଭାବରେ ସମାଲୋଚିତ ହୋଇଥିଲା। ନା ମାର୍ଶାଲଙ୍କର ସଂଜ୍ଞା ଭିତରେ ଏଇ ଚାରୋଟି ଜିନିଷ ରହିଥିଲା। କଣ ରହିଥିଲା ନା ଭୌତିକ ଦ୍ରବ୍ୟ, କଲ୍ୟାଣର ପରିମାପକ, କଲ୍ୟାଣକାରୀ ବସ୍ତୁ ଏବଂ ସାମାଜିକ ବିଜ୍ଞାନ। ଏଇ ଚାରୋଟି ଯାକ ପରବର୍ତ୍ତୀ ଅବସ୍ଥାରେ କଣ ହେଇଥିଲା ନା ସମାଲୋଚିତ ହେଇଥିଲା। କିପରି ନା ଏଠି ଅଭୌତିକ ସେବାକୁ ବାଦ ଦେଇଥିଲେ କିଏ? ମାର୍ଶାଲଙ୍କର ଯୋଉ କଲ୍ୟାଣକାରୀ ସଂଜ୍ଞାରେ ଭୌତିକ ଦ୍ରବ୍ୟ ଥିଲା, ଯେପରି ଆଦାମ ସ୍ମିଥଙ୍କର ଭୌତିକ ଦ୍ରବ୍ୟ ଥିଲା, ଏଙ୍କର ବି ଭୌତିକ ଦ୍ରବ୍ୟ ଥିଲା। ଅଭୌତିକ ସେବା ଗୁଡିକ ଅର୍ଥାତ୍ କଣ ନା ଯେମିତି ତମର ଡାକ୍ତରଙ୍କର ସେବା, ଶିକ୍ଷକଙ୍କର ଶିକ୍ଷାଦାନ, ଇଏ ସବୁ ଗୁଡିକ ମଧ୍ୟ ଏକ ପ୍ରକାରର ଦ୍ରବ୍ୟ ଅଟେ। କାରଣ ଏଗୁଡିକ କୋଉ ପ୍ରକାର ଦ୍ରବ୍ୟ ନା ଅଭୌତିକ ଦ୍ରବ୍ୟ। ଏଇ ଅଭୌତିକ ଦ୍ରବ୍ୟ ବିଷୟରେ କୌଣସି ଆଲୋଚନା ହୋଇନଥିଲା, ସେଥିପାଇଁ କଣ ହେଲା ନା ତାଙ୍କର ସମାଲୋଚିତ ହେଲା। ଏବଂ ଆଉ ଗୋଟେ କଣ କଲ୍ୟାଣର ପରିମାପକ, ତାଙ୍କ କହିବା କଥା ୟା ମାନବ କଲ୍ୟାଣରେ କାର୍ଯ୍ୟରେ ଲାଗେ। କିନ୍ତୁ ମାନବ କଲ୍ୟାଣ କାର୍ଯ୍ୟରେ ଲାଗେ, ସେ କଲ୍ୟାଣଟାକୁ ଆମେ ମାପିବା କିପରି? କେତେ ପରିମାଣର ତାର କଲ୍ୟାଣ ହେଲା? କାରଣ କଲ୍ୟାଣ ଗୋଟେ ମନଗତ ଧାରଣା, ଆମ ମନକୁ ଆସେ ଯେ ହଁ ଆମେ ଏଇ ଜିନିଷଟି ବ୍ୟବହାର କଲୁ, ଆମକୁ ଏତିକି ଲାଭ ମିଳିଲା, କିନ୍ତୁ ସେ ଲାଭର ପରିମାଣ କଣ ମାପି ପାରିବା? କେହି କେହି ଅର୍ଥଶାସ୍ତ୍ରବିଦ କୁହନ୍ତି ଯେ ଲାଭକୁ ମୁଦ୍ରା ଦ୍ୱାରା ମଧ୍ୟ ମପା ଯାଇପାରିବ, କିନ୍ତୁ ଏଇ ମୁଦ୍ରା ଦ୍ୱାରା ମାପିବା ଏଇଟା ଗୋଟେ ଭ୍ରମାଗତ ଧାରଣା। କାରଣ ମୁଦ୍ରାରେ ଆମେ କେବେ ବି ଟଙ୍କାର କଲ୍ୟାଣର ମୂଲ୍ୟକୁ ମାପି ପାରିବା ନାହିଁ। ଆଉ ତାଙ୍କର ଯୋଉ ସଂଜ୍ଞାର ଅଛି ଗୋଟେ କଲ୍ୟାଣକାରୀ ବସ୍ତୁ, ଯେ କହିଛନ୍ତି ମାନବର କଲ୍ୟାଣ
କଣ କରିବ ଏ ବସ୍ତୁ ଦ୍ୱାରା ମାନବ କଲ୍ୟାଣକୃତ ହବ। ତ ସେପରି ସବୁ ବସ୍ତୁ ମାନଙ୍କରେ ହୋଇନଥାଏ। ଯେପରି ଆମେ ଉଦାହରଣ ଦେବା ମଦ ଏବଂ ସିଗାରେଟ, ଏଗୁଡିକ କ୍ଷତିକାରକ ଦ୍ରବ୍ୟ, ଇଏ ଏଗୁଡିକ କଲ୍ୟାଣ ବୃଦ୍ଧି କରେ ନାହିଁ। ଯଦିଓ ମଦ ଏବଂ ସିଗାରେଟ ପିଇବା ଦ୍ୱାରା ମଦ୍ୟପକୁ ଆନନ୍ଦ ମିଳିଥାଏ, କିନ୍ତୁ ସେଥିରେ ତାର କଲ୍ୟାଣ ହୋଇନଥାଏ, ସେଥିରେ ତାର କ୍ଷତି ହୋଇଥାଏ, ତା ଶରୀରରେ କ୍ଷତି ହୋଇଥାଏ, ରୋଗ ସୃଷ୍ଟି କରିଥାଏ। କିନ୍ତୁ ତାଙ୍କ କହିବା କଥା ପ୍ରତ୍ୟେକ ବସ୍ତୁ କଣ କରେ ନା କଲ୍ୟାଣ ତିଆରି କରେ। କଲ୍ୟାଣ ମାନେ ସେଥିରେ ଲାଭକୃତ ହୁଅନ୍ତି, କିନ୍ତୁ ଏଠାରେ ମଦ ସିଗାରେଟ ଭଳି ନିଶା ଜାତୀୟ ଦ୍ରବ୍ୟ ଗୁଡିକ ମଣିଷର କୌଣସି ଲାଭ କରେ ନାହିଁ। ସେଥିପାଇଁ ଏ ଅର୍ଥଶାସ୍ତ୍ରରେ ସମାଲୋଚିତ ହେଇଛି। ଆହୁରି ଗୋଟେ କଥା କହୁଛି ସାମାଜିକ ବିଜ୍ଞାନ, ଅର୍ଥାৎ ସମାଜ ସହିତ ଏ ବିଜ୍ଞାନର କଣ ଜଡିତତା ଅଛି। କିନ୍ତୁ ରବିନସନ କ୍ରୁସୋ ଅର୍ଥଶାସ୍ତ୍ରର ପରିସର ବାହାରେ। ରବିନସନ କ୍ରୁସୋ କିଏ ନା ରବିନସନ କ୍ରୁସୋ ହଉଛନ୍ତି ଜଣେ ନାବିକ। ସିଏ କଣ କରିଥିଲେ ନା ଥରେ ନୌକା ଦ୍ୱାରା ବା ଜାହାଜ ଦ୍ୱାରା ଗୋଟିଏ ଦେଶରୁ ଆଉ ଗୋଟେ ଦେଶକୁ ସେ କଣ କଲେ ବାଣିଜ୍ୟ ପାଇଁ ବାହାରିଥିଲେ। କିନ୍ତୁ ବାଟରେ କଣ ହେଲା, ତାଙ୍କର ଜାହାଜଟି କଣ ହେଲା ନା ବୁଡିଗଲା। ଜାହାଜଟି ପାଣିରେ ବୁଡିଗଲା। ଯେତେବେଳେ ଜାହାଜଟି ପାଣିରେ ବୁଡିଗଲା ସେତେବେଳେ କଣ ହେଲା ନା ସିଏ ଗୋଟିଏ କାଠ ଗଣ୍ଡି ସାହାଯ୍ୟରେ ବା କାଠ ପଟା ସାହାଯ୍ୟରେ ସିଏ ଆସିକି ଏକ ନିର୍ଜନ ଦ୍ୱୀପରେ ପହଞ୍ଚିଲେ। ଯେତେବେଳେ ସେ ନିର୍ଜନ ଦ୍ୱୀପରେ ପହଞ୍ଚିଲେ ସେତେବେଳେ ତାଙ୍କ ବ୍ୟତୀତ ଆଉ କେହି ନଥିଲେ ଏବଂ ତାଙ୍କୁ କଣ କରିବାକୁ ପଡିଲା, ସେ ପ୍ରକୃତି ସହିତ ସେ ନିଜେ ଏକାକୀ ପାଖାପାଖି 2-3 ବର୍ଷ ତାଙ୍କୁ ସେଠାରେ ସମୟ ବିତେବାକୁ ପଡିଲା। ଏବଂ ସେଠାରେ ସେ କଣ କଲେ, ଚାଷବାସ କୃଷି କାର୍ଯ୍ୟ ଆରମ୍ଭ କଲେ। ସବୁ କିଛି ଜିନିଷ ଯୋଉ ଉତ୍ପାଦନ କଲେ ତାକୁ ସଂରକ୍ଷିତ କରି ରଖିଲେ। ଏଇ ସବୁ ଜିନିଷ ଗୁଡିକ ସେ କଣ କରିଥିଲେ ସେଠାରେ କରିଥିଲେ। ଯୋଉଗୁଡା କି ଜିନିଷକୁ ସଂରକ୍ଷିତ କରି ରଖିବା, ପର୍ଯ୍ୟାୟକ୍ରମେ ଜିନିଷକୁ ବ୍ୟବହାର କରିବା, ଇଏ ସବୁ ମଧ୍ୟ ଅର୍ଥନୀତିର ଗୋଟେ ପରିସରଭୁକ୍ତ। କିନ୍ତୁ ସିଏ କହୁଛନ୍ତି କଣ ନା ଅର୍ଥନୀତିଟା ଗୋଟେ ସାମାଜିକ ବିଜ୍ଞାନ। ତେଣୁକରି ଏଠି ସାମାଜିକ ବିଜ୍ଞାନ, ରବିନସନ ତ ସମାଜ ଭିତରେ ରହୁଥିଲେ, ସମାଜ ବାହାରେ ରହୁଥିଲେ, କିନ୍ତୁ ତାଙ୍କ ସହିତ ଅର୍ଥନୀତି ଥିଲା। ତେଣୁକରି ଏଥିପାଇଁ ମଧ୍ୟ ଏଇ ଜିନିଷଟା ସମାଲୋଚିତ ହୋଇଥାଏ। ତାପରେ ଆମେ ନେକ୍ସଟ ଦେଖିବା କଣ ନା ଦୁଷ୍ପ୍ରାପ୍ୟତାର ସଂଜ୍ଞା। এই ଦୁଷ୍ପ୍ରାପ୍ୟତା ସଂଜ୍ଞା କିଏ ପ୍ରଦାନ କରିଛନ୍ତି ନା ୟାକୁ କରିଛନ୍ତି ନିଓନେଲ, ଗୋଟେ ମିନିଟ, ହଁ, ନିଓନେଲ ରବିନ। ଏ ନିଓନେଲ ରବିନ କଣ କରିଛନ୍ତି, ଯିଏ କି 1932 ମସିହାରେ କଣ କରିଥିଲେ ନା এই ସଂଜ୍ଞାଟିକୁ ଦେଇଥିଲେ, ପ୍ରଦାନ କରିଥିଲେ। ଏବଂ ସେ ସଂଜ୍ଞାଟି କଣ କରିଥିଲେ, ଏନ୍ ଏସେ ଅନ୍ ଦ ନେଚର ଆଣ୍ଡ ସିଗ୍ନିଫିକାନ୍ସ ଅଫ ଇକୋନୋମିକ ସାଇନ୍ସ ନାମକ ଏଇ ଗୋଟେ ପୁସ୍ତକ ରଚନା କରିଥିଲେ। এই ପୁସ୍ତକରେ ଏ ବିଷୟରେ ସେ ଉଲ୍ଲେଖ କରିଥିଲେ। ତାଙ୍କ ସଂଜ୍ଞା କଣ ନା ତାଙ୍କ ସଂଜ୍ଞା ହଉଛି ଅର୍ଥଶାସ୍ତ୍ର ହଉଛି ସେଇଭଳି ବିଜ୍ଞାନ ଯାହା ଅଭାବ ବିକଳ୍ପ ବ୍ୟବହାର ଯୁକ୍ତ ସୀମିତ ସମ୍ବଳ ମଧ୍ୟରେ ସମ୍ପର୍କ ପରିପ୍ରେକ୍ଷୀରେ ମାନବଙ୍କ ଆଚରଣ ଅଧ୍ୟୟନ କରେ। ତାହେଲେ ସିଏ କହୁଛନ୍ତି ଇଏ ଗୋଟେ ବିଜ୍ଞାନ ଯାହାକି ଅସୀମ ଅଭାବ ଏବଂ ବିକଳ୍ପ ବ୍ୟବହାର ଯୁକ୍ତ ସସୀମ ସମ୍ବଳ ମଧ୍ୟରେ ସମ୍ପର୍କ ପରିପ୍ରେକ୍ଷୀରେ ମାନବିକ ଆଚରଣ ଅଧ୍ୟୟନ କରେ। ତାଙ୍କ କହିବା କଥା ମଣିଷ ପାଖରେ ଅସୀମ ଅଭାବ ରହିଥାଏ ଏବଂ ତା ପାଖରେ କଣ ଥାଏ, ସୀମିତ ସମ୍ବଳ ଥାଏ। এই ଅସୀମ ଅଭାବ ଏବଂ এই ସୀମିତ ସମ୍ବଳକୁ ନେଇ କଣ କରିବ ନା ମଣିଷ ମନୋନୟନ କରିଥାଏ। ଅର୍ଥାତ୍ ଦେଖ ପିଲାମାନେ, ତା ପାଖରେ ଅନେକ ପ୍ରକାର ଅଭାବ ଅଛି। ଧରି ନିଅ ଏଇ ସବୁ ଗୋଟେ ଗୋଟେ ଅଭାବ। ଏଇ ସବୁ ଅଭାବ ଗୁଡିକ ଯେତେବେଳେ ଅଛି କିନ୍ତୁ ତା ପାଖରେ ସମ୍ବଳ ନାହିଁ, ସୀମିତ ସମ୍ବଳ, ସେ ଅଭାବକୁ ପରିତୃପ୍ତ କରିବା ସୀମିତ ସମ୍ବଳ। ତେଣୁକରି ତାକୁ କଣ କରିବାକୁ ପଡିବ ନା ଏଇଟାକୁ ବ୍ୟାଲେନ୍ସ କରିବାକୁ ପଡିବ। କେମିତି ବ୍ୟାଲେନ୍ସ କରିବ ନା ୟା ଭିତରୁ ଯୋଉଟା ଗୁରୁତ୍ୱପୂର୍ଣ୍ଣ ସେଇଟାକୁ ସେ ଆଗର ଫୁଲଫିଲମେଣ୍ଟ କରିବ, ତାପରେ ଅନ୍ୟ ଗୋଟେ କରିବ। ତେଣୁକରି ଏଇ ଯୋଉ ରବିନ୍ସଙ୍କର କହିବା କଥା ହଉଛି ଦିଟା ଜିନିଷ ୟାଙ୍କ ଭିତରେ ଆସିଗଲା, ଗୋଟେ କଣ ଅସୀମ ଅଭାବ ଆଉ ଗୋଟେ ସୀମିତ ସମ୍ବଳ। ଏଇ ଅସୀମ ଅଭାବ ଏବଂ ସୀମିତ ସମ୍ବଳକୁ ନେଇ ସେ କଣ କରିବ ନା ନା ତା ଭିତରେ ସେ ମନୋନୟନ କରିବ। ଏଇ କଥାଟାକୁ କିଏ କହିଲେ ନା ନିଓନେଲ ରବିନ୍ସ କହିଲେ। ଠିକ ହେଲା। ତାପରେ ଆମେ ଦେଖିବା କିପରି ଭାବରେ ମଣିଷଟିଏ ମନୋନୟନ କରେ। ମନୋନୟନ କରେ କିପରି ଭାବେ ନା ପ୍ରଥମେ ଦେଖ, ମନେକର ଗୋଟେ ଉଦାହରଣ ସ୍ୱରୂପ ଗୋଟେ ଲୋକର ଦରମା ଅଛି 30,000 ଟଙ୍କା, ମାସିକ ଆୟ 30,000 ଟଙ୍କା, କିନ୍ତୁ ତା ପାଖରେ ବିଭିନ୍ନ ପ୍ରକାର ଅଭାବ ଅଛି। ସେ କଣ କରିବ ନା ଅଭାବକୁ ତା ସବୁ ବିକଳ୍ପ ଭାବିବ। ମନେକର 5ଟା ଅଭାବ ଅଛି, ସେ 5ଟା ଅଭାବ ଭିତରେ କରିବ କୋଉଟା ଗୁରୁତ୍ୱ ଅଧିକ, ଯୋଉଟା ଗୁରୁତ୍ୱ ଅଧିକ ତାକୁ ସେ ସେଥିରେ ତାର ସମ୍ବଳ ଗୁଡିକ ବିନିଯୋଗ କରିବ। କିପରି ନା ଦେଖ, ପ୍ରଥମେ ସେ ଲୋକଟି କଣ କରିବ ନା ବାସଗୃହ, ଖାଦ୍ୟପେୟ ୟାରି ଉପରେ କଣ କରିବ ଅଧିକ ଗୁରୁତ୍ୱ ଦେଇ ତାର କଣ କରିବ ସମ୍ବଳ ବିନିଯୋଗ କରିବ। କାରଣ ଖାଦ୍ୟ ବିନା, ବାସଗୃହ ବିନା ମଣିଷ ବଞ୍ଚିବା ମାନେ କଣ ଅସମ୍ଭବ। ଏଗୁଡା ହଉଛି ଅତ୍ୟାବଶ୍ୟକ ଦ୍ରବ୍ୟ। ତାପରେ ଏଇ ଦିଟା ଜିନିଷର ଫୁଲଫିଲମେଣ୍ଟ ହେଇସାରିଲା ପରେ ତାପରେ ସେ ଚିନ୍ତା କରିବ ଶିକ୍ଷା ଏବଂ ଚିକିତ୍ସା ଉପରେ।
କିପରି ସେ ଭଲ ଶିକ୍ଷା ପ୍ରାପ୍ତ ହବ, କିପରି ସେ ଚିକିତ୍ସା ପାଇବ, ଉତ୍ତମ ଚିକିତ୍ସା ପାଇବ, ଏସବୁ ଜିନିଷ ଯେତେବେଳେ ତାର ଫୁଲଫିଲମେଣ୍ଟ ହେଇଯିବ, ତାପରକୁ ସେ ଆସିଯିବ କଣ ନା ବିଳାସପୂର୍ଣ୍ଣ ଜୀବନ। କେଉଁ କେଉଁ ଜିନିଷ ଗୁଡିକ ତାକୁ ଅତ୍ୟଧିକ ଆନନ୍ଦ ହବ ତାର ଉପରେ ସେ କଣ କରିବ ନା ଖର୍ଚ୍ଚ କରିବ। ତେଣୁକରି ଆମର ଗୁରୁତ୍ୱ କ୍ରମେ ମଣିଷ କଣ କରେ ଖର୍ଚ୍ଚ କରିଥାଏ। ଆଉ ଗୋଟେ କଥା ହଉଛି ଯେତେବେଳେ ଗୋଟିଏ ଅଭାବ ପୂରଣ ହେଲେ ଅନ୍ୟ ଅଭାବ ଦେଖାଯାଏ, ତେଣୁ ସୀମିତ ଆୟର ମନୋନୟନ ଅନିବାର୍ଯ୍ୟ। ଅପରପକ୍ଷରେ ସେ କଣ କୁହାଯାଉଛି, ଯେତେବେଳେ ଗୋଟିଏ ମଣିଷର ଅଭାବ ପୂର୍ଣ୍ଣ ହୁଏ ସେ ଆଉ ଗୋଟିଏ ଅଭାବ ସେତେବେଳେ କ୍ରିଏଟ ହୁଏ। ତେଣୁକରି ଆମକୁ ମନୋନୟନ କରିବାକୁ ପଡିବ। ସପୋଜ ଗୋଟେ ପିଲା ଲୋକଟିଏ ଗୋଟେ କଣ କଲା ନା ବାଇକ୍ ଟେ ପରଚେଜ କଲା। ଯଦି ବାଇକ୍ ଟା ପରଚେଜ କଲା, ଯେତେବେଳେ ବାଇକ୍ ପାଇଁ ତାର ଯୋଉ ଅଭାବ ଥିଲା, ବାଇକ୍ ର ଅଭାବ ଟା ଫୁଲଫିଲମେଣ୍ଟ ହେଇଗଲା, କିନ୍ତୁ ତା ପରଦିନ ଫୁଏଲ ବା ତେଲ ପାଇଁ ବା ପେଟ୍ରୋଲର ଅଭାବ ଦେଖାଗଲା। ତେଣୁକରି ଗୋଟିଏ ଅଭାବ ପୂରଣ ହେଲେ ଆଉ ଗୋଟେ ଅଭାବ ଅଟୋମେଟିକ କଣ ହେଇଥାଏ ଦେଖିଥାଏ। ତେଣୁକରି ଆମକୁ ସବୁବେଳେ ଅଭାବ ଭିତରେ କଣ କରିବାକୁ ପଡିବ ନା ମନୋନୟନ କରିବାକୁ ପଡିବ। ତାପରେ ଆମେ ଦେଖିବା ଏଇ ଯୋଉ ଦୁଷ୍ପ୍ରାପ୍ୟତା ସଂଜ୍ଞା, ତାକୁ ଏକ ବିଶ୍ଳେଷଣ କରିବା। ହଁ, ତ ଏଥିରେ କଣ ହେଇଛି ନା ଏଥିରେ ଦେଖ ସାମାଜିକ ଦିଗକୁ ଉପେକ୍ଷା କରାଯାଇଛି, କେବଳ ବ୍ୟକ୍ତିଗତ ମନୋନୟନ ଉପରେ ଗୁରୁତ୍ୱ ଦିଆଯାଇଛି, ସାମାଜିକ ପ୍ରଭାବକୁ ଅଣଦେଖା କରାଯାଇଛି। ଏଠି ସାମାଜିକ ପ୍ରଭାବ କଥା, ସମାଜ ପାଇଁ ଯୋଉ କିଛି କାର୍ଯ୍ୟ କରିବା କଥା ସେ କଥା ସେଠି ଅଣଦେଖା କରାଯାଇଛି। ଆଉ କଣ ହେଇଛି, ପ୍ରାଚୁର୍ଯ୍ୟ ଜନିତ ସମସ୍ୟା। ଦେଖ ପିଲାମାନେ 1930 ମସିହାରେ ଆମେ 1930 ମସିହାର ମହାମନ୍ଦା ଅବସ୍ଥା ଦର୍ଶାଇଥିଲା ଯେ ସମ୍ବଳ ପ୍ରଚୁର ଥିଲା କିନ୍ତୁ ଚାହିଦା ନଥିଲା। ତେଣୁକରି ଯେ ଆମେ କଣ ପଢିଲେ ନା ଏଙ୍କର ଯୋଉ ଲିଓନେସ୍କୋ ଯୋଉ ତାଙ୍କର ସଂଜ୍ଞା ଅନୁଯାୟୀ ଦୁଷ୍ପ୍ରାପ୍ୟତା ଅର୍ଥାତ୍ ଯେଉଁ ଜିନିଷ ଗୁଡିକ କଣ ହେଇଥାଏ ଦୁଷ୍ପ୍ରାପ୍ୟ ହେଇଥାଏ ସେଗୁଡିକ କଣ ହେଇଥାଏ ନା ସମ୍ବଳ ଯୁଗ। ଦେଖ 1930 ମସିହାରେ କଣ ହେଇଥିଲା ନା ମହାମନ୍ଦା ଅବସ୍ଥା ଆସିଥିଲା। ମହାମନ୍ଦା ଅବସ୍ଥା ମାନେ ସେ ସମୟରେ ଦେଖ ପ୍ରବଳ ପ୍ରଚୁର ପରିମାଣ ସମ୍ବଳ ଥିଲା କିନ୍ତୁ ଚାହିଦା ନଥିଲା। ଅର୍ଥାତ୍ ସେତେବେଳେ କଣ ହେଉଥିଲା ନା ଟଙ୍କାର ମୂଲ୍ୟ ଦ୍ରୁତ ଭାବେ ହ୍ରାସ ପାଇଥିଲା, ଯାହା ଫଳରେ କଣ ହେଇଥିଲା ନା ଲୋକ କିଣି ପାରୁନଥିଲେ, ଜିନିଷ ଗୁଡ଼ିକ ଦାମ ଅଧିକରୁ ଅଧିକ ବଢି ଚାଲିଥିଲା। ତ ଏଇ ପ୍ରକାର ପରିସ୍ଥିତିରେ ଏଇ ଯୋଉ ତାଙ୍କର ଯୋଉ ତତ୍ତ୍ୱଟି କାର୍ଯ୍ୟ କରେ ନାହିଁ। ତାପରେ ଦେଖୁଛି ଗତିଶୀଳତାର ଅଭାବ, ଏହା ଏକ ସ୍ଥାଣୁ ବିଶ୍ଳେଷଣ ସମ୍ବଳ ବୃଦ୍ଧି ଅର୍ଥନୈତିକ ପ୍ରଗତି ବିଷୟରେ କୌଣସି ପ୍ରକାର ଆଲୋଚନା କରୁନାହିଁ। ତେଣୁକରି ଇଏ ବି ଗୋଟେ ତାଙ୍କର ଗୋଟେ ଦୋଷ ତ୍ରୁଟି। ଆଉ ଗୋଟେ କଣ, ଲକ୍ଷ୍ୟ ପ୍ରତି ଉଦାସୀନ, ଅର୍ଥନୈତିକ ମାନେ କେବଳ ମାଧ୍ୟମ ବିଶ୍ଳେଷଣ କରିବେ, ଲକ୍ଷ୍ୟ ଭଲ ବା ମନ୍ଦ କହିବେ ନାହିଁ, ଏଇଟା ଗୋଟେ ଅବାସ୍ତବ। ତେଣୁକରି ଆମେ ଯେକୌଣସି ଗୋଟେ ଅନୁଧ୍ୟାନ କଲେ ସବୁବେଳେ ଆମେ ଭଲ କି ମନ୍ଦ କହିଥାଉ, କିନ୍ତୁ ତାଙ୍କର କଥା ଅନୁଯାୟୀ ସେ କଣ ଅନୁଧ୍ୟାନ ବିଶ୍ଳେଷଣ କରିବେ, କୌଣସି ଭଲ କି ମନ୍ଦ କହିବେ ନାହିଁ। ତେଣୁକରି ଇଏ ବି ତାଙ୍କର ଗୋଟେ ସଂଜ୍ଞାର ଗୋଟେ କଣ ଥିଲା ନା ଡିଫେକ୍ଟ ଥିଲା। ତାପରେ ଆମେ ଦେଖିବା ଆଉ ଜଣେ ଯୋଉ ସଂଜ୍ଞା ଦେଇଥିଲେ ତାଙ୍କ ନାଁ ହଉଛି ପଲ୍ ସାମୁଏଲସନ୍। ସେ କଣ କଲେ ଅଭିବୃଦ୍ଧି ବା ଗ୍ରୋଥର ଡେଫିନେସନ ଟି ଦେଇଥିଲେ ହେଲା। ତାଙ୍କର କଥା ଅନୁଯାୟୀ କଣ ନା ବର୍ତ୍ତମାନ ଯୋଉ ଉତ୍ପାଦନ ହଉଛି ଏବଂ ତାର ବିତରଣ ସମୟାନୁକ୍ରମେ କଣ ହବ ବୃଦ୍ଧି ହବ, କିନ୍ତୁ ଭବିଷ୍ୟତ ପିଢିଙ୍କ ପାଇଁ ଆମେ କଣ କରିବା ଯୋଜନା ଏବଂ ସାମୂହିକ ବଣ୍ଟନର ବ୍ୟବସ୍ଥା କରିବା। ସେ କହୁଛନ୍ତି ସୀମିତ ଉତ୍ପାଦନ ସମ୍ବଳକୁ ନେଇ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରିବା, ମାନେ ଯେତେ କମ ମାନେ ଉତ୍ପାଦନ ମାନେ ଦ୍ରବ୍ୟକୁ ନେଇକି ଆମେ ଉତ୍ପାଦନ କରିବା ଏବଂ ତାହା ବର୍ତ୍ତମାନ ଭବିଷ୍ୟତ ବିଭିନ୍ନ ବ୍ୟକ୍ତି ବର୍ଗଙ୍କ ମଧ୍ୟ ବଣ୍ଟନ କରିବାର ଅଧ୍ୟୟନ ଅର୍ଥଶାସ୍ତ୍ର। ଏବଂ ବର୍ତ୍ତମାନ ଆମେ ଯେତେ କମ ସମ୍ପଦ ବ୍ୟବହାର କରିକି କଣ କରିବା ସମ୍ବଳ ଉତ୍ପାଦନ କରିବା ଏବଂ ଫ୍ୟୁଚର ଜେନେରେସନ ବା ପରବର୍ତ୍ତୀ ପିଢି ମାନଙ୍କ ପାଇଁ ସେଗୁଡିକ କଣ କରିବା ସଂରକ୍ଷିତ କରି ରଖିବା। ଏଇଟା ଅର୍ଥଶାସ୍ତ୍ର କଣ କରେ ଅଧ୍ୟୟନ କରେ, ଯୋଉଟା କି ତମର ସଷ୍ଟେନେବଲ ଡେଭଲପମେଣ୍ଟ କୁହାଯାଏ। ସେଇ ଜିନିଷଟା କଥା ଏଠି କହିଛନ୍ତି ହେଲା। ତାପରେ ଆମେ ଏଇ ଯୋଉ ଚାରୋଟି ଯାକ ସଂଜ୍ଞା, ଫାର୍ଷ୍ଟ ଭିଡିଓରେ ଯୋଉ ଆଦମ ସ୍ମିଥଙ୍କ ସଂଜ୍ଞା କହିଥିଲି ଏବଂ ଯୋଉଟା ୱେଲ୍ଥ ଡେଫିନେସନ ଥିଲା, ତାପରେ ଯୋଉ ଆଲଫ୍ରେଡ ମାର୍ଶଲଙ୍କ ୱେଲଫେୟାର ଡେଫିନେସନ ବା କଲ୍ୟାଣକାରୀ ସଂଜ୍ଞା, ଆଉ ଲିଓନେସ ରବିନ୍ସଙ୍କର ଦୁଷ୍ପ୍ରାପ୍ୟ ସଂଜ୍ଞା ଏବଂ ପଲ୍ ସାମୁଏଲସନଙ୍କର ଅଭିବୃଦ୍ଧି ସଂଜ୍ଞା, ଏଇ ସବୁ କଣ କରିବା ତାକୁ ଟିକେ ବିଶ୍ଳେଷଣ କରିବା। ଦେଖ ଆଦାମ ସ୍ମିଥଙ୍କର ମୁଖ୍ୟ ଧାରା ହଉଛି କଣ ନା ସମ୍ପଦ, ଆଲଫ୍ରେଡ ମାର୍ଶାଲଙ୍କ ଧାରା ହଉଛି କଣ ନା କଲ୍ୟାଣ ଉପରେ ଗୁରୁତ୍ୱ ଦେଇଥିଲେ, ଲିଓନେସ ରବିନ୍ସ ଦୁଷ୍ପ୍ରାପ୍ୟତା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ପଲ୍ ସାମୁଏଲ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଏଙ୍କର ଆଦାମ ସ୍ମିଥଙ୍କର ଗୁରୁତ୍ୱ ଥିଲା କଣ ନା ସମ୍ପଦର ସଞ୍ଚୟ କିପରି ହବ, ଆଉ ଆଲଫ୍ରେଡ ମାର୍ଶାଲଙ୍କର କଣ ଥିଲା
ନା ମାନବର କେମିତି କଲ୍ୟାଣ ହବ। ଆଉ ଲିଓନେସ୍ ରବିନ୍ସ କହୁଥିଲେ କିପରି ଆମେ ମନୋନୟନ କରିକି ଜିନିଷଟି କଣ କରିପାରିବା, ବ୍ୟବହାର କରିପାରିବା। ଆ, ଆଉ ପଲ୍ ସାମୁଏଲସନ୍ କହିଲେ ସମୟାନୁକ୍ରମେ ଉନ୍ନତି, ଯେପରି ଭବିଷ୍ୟତ ପିଢି ମାନଙ୍କ ପାଇଁ ସମାନୁକ୍ରମିକ ଭାବେ ଆମେ ତାକୁ କଣ କରିବା, ସୁରକ୍ଷିତ କରି ରଖିବା। ଯଦି ଆମେ ଦେଖିବା ଆଦାମ ସ୍ମିଥଙ୍କର ପରିସରଟି ସଂକୀର୍ଣ୍ଣ ଥିଲା, କିନ୍ତୁ ଆଲଫ୍ରେଡ ମାର୍ଶାଲ ତାଙ୍କଠୁ ଉନ୍ନତ ଥିଲା, କିନ୍ତୁ ସିଏ ବି ସଂକୀର୍ଣ୍ଣ ଥିଲା। ଲିଓନେସ୍ ରବିନ୍ସ କଣ ଥିଲା, ତାଙ୍କର ଟିକେ ବ୍ୟାପକ ଥିଲା, ଏବଂ ଅତି ବ୍ୟାପକ ଯଦି ଦେଖିବା କାହାର ପଲ୍ ସାମୁଏଲସନଙ୍କର ଥିଲା। ତାପରେ ପ୍ରକୃତି, ଇଏ ବସ୍ତୁନିଷ୍ଠ, କୋଉଟା ଆଦାମ ସ୍ମିଥଙ୍କର। ଆଲଫ୍ରେଡ ମାର୍ଶାଲ ଥିଲେ ଆଦର୍ଶନିଷ୍ଠ, ଏବଂ ଲିଓନେସ୍ ରବିନ୍ସ ସକାରାତ୍ମକ ଥିଲା, ଏବଂ ପଲ୍ ସାମୁଏଲସନଙ୍କର ଗତିଶୀଳ ଥିଲା। ପ୍ରତ୍ୟେକ ନୂତନ ସଂଜ୍ଞାର ପୂର୍ବବର୍ତ୍ତୀ ସଂଜ୍ଞାକୁ ଖଣ୍ଡନ କରି ନାହିଁ, ବରଂ ଏହା ବ୍ୟାପକ ଏବଂ କଣ କରିଛି, ସମୟ ଉପଯୋଗୀ କରିଛି। ମୁଁ ଯୋଉ କହିଥିଲି ତ ମୋର, ହଁ, 4ଟା ସ୍ତର ଦେଇ ଏ ସଂଜ୍ଞାଟି ଗତି କରିଛି। ସେ ପ୍ରତି ସଂଜ୍ଞାରେ ସେ କଣ କରିଛି, ତାପରେ ସଂଜ୍ଞାଟିକୁ ସେ ଖଣ୍ଡନ କରିନି, କିନ୍ତୁ ତାକୁ ଟିକେ ମଡିଫାଏ କରି 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 ଚାଲିଛି, ତାକୁ ଟିକେ ଅଧିକ ବ୍ୟାପକ କରି କରି ଚାଲିଛି। ହଉ, ଠିକ ଅଛି ପିଲାମାନେ, ଭିଡିଓଟି ଭଲ ଲାଗିଥିଲେ କଣ କରିବ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିବ, ଲାଇକ୍ କରିବ, ଏବଂ ସାଙ୍ଗମାନଙ୍କୁ ସେୟାର କରିବ, ଏବଂ ତମେ କଣ କରିବ, କମେଣ୍ଟ ବକ୍ସରେ ଲେଖିବ ହେଲା। ଧନ୍ୟବାଦ।